हेलो हाय नमस्कार मु संतनु आपको पुणी थे स्वागत जनाऊँगी तो मुझे पुणी थे नहीं आसी हुमा हुमा बक्रेश्वर मंदिर भिड नहीं कि आसबि आपण तो ये आम हीराकुदू जाऊँ हुमा बक्रेश्वर मंदिर तो देखिपे बस रे भी गीत पड़ी ड्राइवर भाई आम नाचुंट तो देखिपे आपण मैंने तो आपण मैंने मो चैनल को फर्स्ट टाइम आसछन्ती मो चैनल को लाइक सब्सक्राइब करूँ मत कमेंट करेंगे भूल ना मो वीडियो केमती लगुच मत कौ डिस्ट्रिक्ट मो वीडियो देखुं मत टे कमेंट करेंगे तो चलतु देखि नवा हुमा बक्रेश्वर मंदिर ओके। तो मु बर्तमान किसी सेल्फी नहीं जाइए हुमा बक्रेश्वर को जो मंदिर पाखापाखि आप देखिपे तो किसी सेल्फी नहीं जाइए तो चलतु जीवा देखा बर्तमान हुमा बक्रेश्वर मंदिर पलि आसु तो देखिपे आपण मैंने तो सब लोग ये बाहर जावाई तो ये जो पट को जीव से मंदिर ढली थी आपण मैंने जो पट को माने जीवे से मंदिर ढली ही थी परीक्षा करेंगे आप आसवे जगह मुंड को तापर देखिए जो पट को जीवे से जगार ये मंदिर ढली ही थी तो मुझे जगह सेम थो कि परिवेश चेंज हो तो देखिपे परिवेश बहुत चेंज हो यही वर्तमान यही जो हुमा मंदिर बहुत रहस्यमय अच्छी ताकू जो पट को जीवे आपण मैंने से पट को सी ढली थी तो आम बर्तमान पहुँची जाइए हुमा मंदिर आमर यहाँ पुरातन काल शुणा जाऊला जे गोटे गाई जड़े मालिक रखते सी डेली तार गाई तार सी क्षीर दिए कि गाई क्षीर दिएनि से कहले सी भाविले गाई कौन पर क्षीर दौनी कि कौन असुविधा सुविधा होती तो से गाई को थोड़े लक्ष्य कले तो सी जंगल भितर को सी गाईटी जाए जाकि गोटे पत्थर उपर सी क्षीर तार मन को मन झरे तो से तो यहाँ महादेव मंदिरटा तो से जानिला तो से मालिक भी जानिला राजा समय से मंदिरटे तैयारी तो बर्तमान परिवेश एमती बागर चेंज हो बाली थी आम ये बस लगुल यही जगह तापर आम जाऊँ मंदिर को तो यहाँ बाली थी बहुत चेंज हो कंक्रीट कर दी तो देखिपे एपटे हम जावा पड़ो बापा आसमर आसुन मंदिर देखी सारी किंतु आमको जावाक पड़ो देखापी माछ हुमा मंदिर आपने देखिपे ढली थी देखो टिके लेफ्ट साइड ढली देखिपे देखिपे ढली मंदिर थोड़े तो आम आसलु आउ थे भी जाऊँ देखु संबलपुर मंदिर ढली ही अच्छे देखिपे आप दुकान बजार सब अच्छे देखिपे मंदिर ढली ही बंका हो कैमेरा सहित मंदिर ढली देखिपे ये बड़ बड़ माछ अच्छे आप देखेबी वेट हाँ धरिक आसुन ये हूँ ढमा मंदिर सॉरी ढमा मंदिर मुझे ना हुमा बक्रेश्वर देखिपे आप
ଡଙ୍ଗାରେ ଆର ବର୍ଷ ଆମେ ବୁଲିବାକୁ ନେଉଥିଲେ ଡଙ୍ଗା ଗୋଟେ ପେଲିକି ଛାଡ଼ିଦେଲେ କିନ୍ତୁ ଆମେ ତ ଆକ୍ଚୁଆଲି ଆମେ କେଉଁଠି ବୃତ୍ତିରେ ଆମେ ଜନ୍ମ ଆମେ ବି ଡଙ୍ଗା କାଧେଇକି ଧରି ପଳେଇ ଆସିଲୁ ସେ ପୁରା ଆଶ୍ଚର୍ଯ୍ୟ ହେଇଗଲେ এই ସମୟରେ ଦେଖିପାରୁଥିବେ ଆପଣମାନେ ମାଛ ବହୁତ ବହୁତ ଅଛନ୍ତି ଦେଖିପାରୁଥିବେ ଏଇ ଆଜ୍ଞା ତ ଦେଖିପାରୁଥିବେ ତ ଏଇ ତ ଆମ ଗାଁ ଲୋକ ଏ ଆମ ପରି ଉଡ଼ିବନି ସେ ପରି ସହିତ ଉଡ଼ିବନି ଆହୁରି ବଡ଼ ବଡ଼ ମାଛ ଥିଲେ ଏବେ କ'ଣ ଛୋଟ ଛୋଟ ଅଛନ୍ତି ମୁଁ କିଛି ବୁଝିପାରୁନି ବହୁତ ବଡ଼ ବଡ଼ ମାଛ ଥିଲେ ଏଠି ଏଇଠି ଏଇଠି ବହୁତ ହେଲେ ଏଇଠି ଏଇଠି ସାଲା ଏଇଠି ପକା ସବୁ ହାତରେ ନେବେନି ମୂର୍ଖ ପକା ସେଇଠି ନେଇଗଲେ ଦେଖିଲେ ମତେ ଗୋଟେ ପକେଇବି ଗୋଟେ ଦଉନୁ ଓଇ ବାସ୍ ଏଠି ଛୋଟ ଛୋଟ ମାଛ ଅଛନ୍ତି ଆମେ ଗତ ବର୍ଷ ଆସିଲା ଆସିକୁ ପୁରା ବଡ଼ ବଡ଼ ତ ଏଟା ହେଉଛି ଗୋଟେ ରହସ୍ୟମୟ ଜାଗା ଯାହାକି ଗୋଟେ ଲେଡ଼ିଜ୍ ମାଛ ଧରିକି ପନିକି ଧରିକି କାଟିଲା ବେଳେ ସେ ପଥର ହେଇଯାଇଥିଲେ କାରଣ ସେଟା ମାଛଟା କୁଡ଼ୁ ମାଛ ବୋଲି କହନ୍ତି ୟାକୁ ତ ଇଏ ବିଷ୍ଣୁଙ୍କ ଅବତାର ତ ସେଥିପାଇଁ ସେ ପଥର ହେଇଗଲା ତ ଏଠି ସମସ୍ତେ ମାଛକୁ ଖାଇବାକୁ ଦିଅନ୍ତି ଏଠୁ କେହି ନିଅନ୍ତିନି ଏବଂ ଏପଟେ ଆସ ଏପଟେ ଆଇଲ ଉପରେ ହଁ ଖାଇବି ଟେନସନ୍ ତୁ ଦେଉନୁ ତୁ ଦେ ହେଇଠି ବହୁତ ମତେ ଗୋଟେ ମୁଁ ଅଧାଡ଼ି ଦଉଛି ହାତରେ କେବେ ନେବେନି ବାଃ ଆଲେ ଏପଟକୁ ବୁଲୁନୁ ଚୋରଣୀ ତାଙ୍କୁ ଦବୁଟି ଖାଇବାକୁ ହାତରେ କେବେ ନେବେନି ଓହୋ ତୁ ରହ କଣ୍ଟିଆ ନା ଚୋପା ଆପଣ ଦେଖିପାରୁଥିବେ ମାଛ ବକ୍ରମନ୍ଦିର ରହରେ ସିଏ ତ ନଣ୍ଡା ନେଇଗଲାଣି ଏଇ ଗଲା ଆଉ ଗୋଟେ ବୋଟ ଅଛି ପାପଡ଼ ମାରିକି ଗଲା ଏଇରୁ ନେଇ ପଳେ ଏବେ ସେ ଛୋଟ ବଡ଼ ବଡ଼ ଥିଲେ ନା ଦେଖିପାରୁଥିବେ ବକ୍ର ମନ୍ଦିର ବସୁନୁ ଆମେ ଏଠି ଆଗେ ଆସୁଥିଲେ ସମୟରେ ତ ଏଇ ପରିବେଶ ଚାରିପଟାକୁ ପରିବେଶ ବହୁତ ଭଲ ଥିଲା ଏ ପାହାଡ଼ ସାଇଡ଼ ଯେଉଁ ପଥର ସାଇଡ଼ ଆଗ ତ ଏବେ ଲାଟିନ୍ କରିକି ବୁଡ଼େଇ ଦେଇଛନ୍ତି ତାକୁ ଫାଇନାଲି ଏବେ ଗ୍ରିଲ୍ ଲାଗୁଛି ତାପରେ ଆମର ଅନିଲ और ମୁନା ଜଟୁ ଆଉ ଅମନ ଏସବୁ ବୁଲିବାକୁ ଯାଇଥିଲୁ ତ ତାଙ୍କୁ ଟିକେ ଦେଖିନିଅ ତ ଦେଖିପାରୁଥିବେ ଏଇ ଯେଉଁ ହୁମା ମନ୍ଦିର ହୁମା ଆପଣମାନେ ତ ଦେଖିଲେ ଆମର ହୁମା ମନ୍ଦିରର ଭିଡ଼ିଓ ତ ଆମେ ଏବେ ବର୍ତ୍ତମାନ ରିଟର୍ଣ୍ଣ କରୁଛୁ ଗାଁକୁ ଯିବୁ ତ ଯେମିତି ନାଚି ନାଚିକି ଆସିଲେ ନା ମାନେ ବସ୍ରେ ଷ୍ଟାର୍ଟିଂ 2-3 ଦିନ ଆଗ ଯେମିତି ନାଚି ନାଚିକି ଆସିଲେ ତ ସେମିତି ସମସ୍ତେ ପୁରା ଡ୍ୟାନ୍ସ ପୁରା କରି ପୁରା ବୋବାଲା ଆମ ଝିଅ ତାଙ୍କ ମଝିରେ ହସି ହସିକି ଡେଉଁଛି ଦେଖିପାରୁଥିବେ ପୁରା ସିଏ ପୁରା ଖାଲି ଡେଉଁଛି ସିଟ୍ ଉପରେ ଆମେ ବର୍ତ୍ତମାନ ରାତି ଆମେ ଗାଁକୁ ଯିବୁ ନୟାଗଡ଼ ଦେଇକି ତ ଏଠି ସମସ୍ତେ ପୁରା ବୋବାଲ ଆମ ଭାଇ ବି ସେଇଥିରେ ଗୋଟେ ନାଚୁଛି ଦେଖିପାରୁଥିବେ ତାକୁ ତ ସମସ୍ତେ ଏନ୍ଜୟ କରୁଛନ୍ତି ଆଗରେ ବି ବସିଛନ୍ତି ଚାଚ୍ ଖେଳୁଛନ୍ତି ସେ ବି ମଜାମସ୍ତି କରୁଛନ୍ତି ତ ଦେଖିପାରୁଥିବେ ଆପଣମାନେ ଆମେ ରାତି ବର୍ତ୍ତମାନ ଗାଁକୁ ଯିବାକୁ ପଡ଼ିବ ତ ସମସ୍ତେ ପୁରା ଏନ୍ଜୟମେଣ୍ଟ କରିକି ବୋବାଲରେ ପୁରା ଡ୍ୟାନ୍ସ କରିକି ମାନେ ଷ୍ଟାର୍ଟିଂରୁ ଗାଁରୁ ଯେମିତି ଆସିଲେ ଡ୍ୟାନ୍ସ କରିକି ସେମିତି ସେ ପୁରା ରିଟର୍ଣ୍ଣ କଲା ସମୟରେ ସମସ୍ତେ ବହୁତ ଏନ୍ଜୟମେଣ୍ଟ କରୁଛନ୍ତି ପୁରା ବୋବାଲରେ ପୁରା ସମସ୍ତେ ଡ୍ୟାନ୍ସ କରୁଛନ୍ତି ପଛପଟେ ପୁରା ରୋଳା ହେଇଗଲାଣି ତ ଏଠି ଡ୍ରାଇଭର ଭାଇ ବି ପୁରା ଡ୍ୟାନ୍ସ କରୁଛନ୍ତି ଆଉ ତ ଏବେ ମୋତେ ବିଦାୟ ନେବାକୁ ପଡ଼ିବ ଆପଣ ଯଦି ମୋ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଆସିଛନ୍ତି ମୋ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରିବେ
ମୋତେ କମେଣ୍ଟ କରିବାକୁ ଭୁଲିବେ ନାହିଁ କେଉଁ ଡିଷ୍ଟ୍ରିକ୍ଟରୁ ଆପଣମାନେ ମୋ ଭିଡ଼ିଓ ଦେଖୁଛନ୍ତି। ମୋତେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ମୋତେ ଏଠି ବିଦାୟ ନେବାକୁ ପଡ଼ିବ। ତ ଭିଡ଼ିଓ ଲମ୍ବା ହେଲାଣି। ଓକେ ବାଏ।